मनुष्याणां सहस्रेषु कश्चिद्यतति सिद्धये यततामपि सिद्धानां कश्चिन्मां वेत्ति तत्त्वतः। बंधुगण, এই শ্লোকরে সিদ্ধি শব্দটি শ্রীকৃষ্ণ আধ্যাত্মিক পথরে পরিপূর্ণতা অর্থরে ব্যবহার କରିଛନ୍ତି। ସେ କହୁଛନ୍ତି, ହେ ଅର୍ଜୁନ, ଅସଂଖ୍ୟ ଜୀବାତ୍ମା ମାନଙ୍କ ମଧ୍ୟରୁ ଖୁବ୍ ସ୍ୱଳ୍ପ ସଂଖ୍ୟାର ଜୀବାତ୍ମା ମନୁଷ୍ୟର ଶରୀର ପ୍ରାପ୍ତ କରିଥାଏ ଏବଂ ଅସଂଖ୍ୟ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥିବା ଜୀବାତ୍ମା ମଧ୍ୟରୁ ଅଳ୍ପ କେତେଜଣ ସିଦ୍ଧି ପ୍ରାପ୍ତି ପାଇଁ ଚେଷ୍ଟା କରିଥାନ୍ତି ଏବଂ ହଜାର ହଜାର ସିଦ୍ଧିପ୍ରାପ୍ତ ମନୁଷ୍ୟମାନଙ୍କ ମଧ୍ୟରୁ ମୋର ସର୍ବୋଚ୍ଚ ସ୍ଥିତି ଏବଂ ଦିବ୍ୟ ଐଶ୍ୱର୍ଯ୍ୟକୁ ଜାଣିଥିବା ବ୍ୟକ୍ତି କେହି ଜଣେ ବିରଳ ହୋଇଥାଏ। ଆଧ୍ୟାତ୍ମିକ ସାଧନାରେ ସିଦ୍ଧି ଲାଭ କରିଥିବା ବ୍ୟକ୍ତି ଭଗବାନଙ୍କ ବାସ୍ତବ ସ୍ୱରୂପକୁ କାହିଁକି ଜାଣନ୍ତି ନାହିଁ? କାରଣ ହେଲା ଭଗବାନଙ୍କ ଭକ୍ତି ବିନା ତାଙ୍କୁ ଜାଣିବା ସମ୍ଭବ ହୋଇନଥାଏ। ଯେଉଁ ସାଧକଙ୍କ କର୍ମ, ଜ୍ଞାନ, ହଠଯୋଗ ଇତ୍ୟାଦି ସାଧନା କରିବା ସମୟରେ ତା ସହିତ ଭକ୍ତିକୁ ଯୋଡ଼ି ପାରିନଥାନ୍ତି, ସେମାନେ କେବେ ବି ଭଗବାନଙ୍କୁ ଜାଣିପାରିନଥାନ୍ତି। ଭାଗବତ ଗୀତାରେ ଶ୍ରୀକୃଷ୍ଣ ଏହି ତଥ୍ୟର ଅନେକ ଥର ପୁନରାବୃତ୍ତି ମଧ୍ୟ କରିଛନ୍ତି। ଯଦିଓ ଭଗବାନ କୃଷ୍ଣ ସର୍ବବ୍ୟାପୀ ଅଟନ୍ତି ଓ ସମସ୍ତ ଜୀବମାନଙ୍କ ମଧ୍ୟରେ ସ୍ଥିତ, ତଥାପି ସେ କେବଳ ଭକ୍ତି ଦ୍ୱାରା ହିଁ ଦେଖା ଦେଇଥାନ୍ତି ଏବଂ ଭକ୍ତି ଦ୍ୱାରା ହିଁ ଜ୍ଞାତ ଅଟନ୍ତି। ସେ କହୁଛନ୍ତି, ହେ ଅର୍ଜୁନ, କେବଳ ଭକ୍ତି ବ୍ୟତୀତ ଅନ୍ୟ କୌଣସି ଉପାୟରେ ମୁଁ ତୁମ ସମ୍ମୁଖରେ ଯେପରି ଛିଡ଼ା ହୋଇଛି ସେପରି ଦୃଶ୍ୟମାନ ହେଇପାରିବି ନାହିଁ। ଏହି ଉପାୟରେ ତୁମେ ମୋତେ ଜାଣିପାରିବ, ମୋର ଦିବ୍ୟ ଦର୍ଶନକୁ ପ୍ରାପ୍ତ କରିପାରିବ ଓ ମୋର ତତ୍ତ୍ୱରେ ପ୍ରବେଶ କରିପାରିବ। କେବଳ ପ୍ରେମଯୁକ୍ତ ଭକ୍ତି ଦ୍ୱାରା ହିଁ ମଧ୍ୟ ଜଣେ ଭଗବାନ କୃଷ୍ଣଙ୍କୁ ଜାଣିପାରିଥାଏ। ଭକ୍ତି ଦ୍ୱାରା ସେ ତାଙ୍କ ସ୍ୱରୂପକୁ ଜାଣିଥାଏ ଏବଂ ତାଙ୍କ ଦିବ୍ୟ ଜଗତରେ ପ୍ରବେଶ ମଧ୍ୟ କରିଥାଏ। ଅତଏବ ଯେଉଁ ସାଧକ ନିଜ ସାଧନାରେ ଭକ୍ତିକୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, ସେମାନଙ୍କ ଜ୍ଞାନ ଭଗବାନଙ୍କ ସୈଦ୍ଧାନ୍ତିକ ଜ୍ଞାନରେ ହିଁ ସୀମିତ ହୋଇ ରହିଯାଇଥାଏ। ପରମ ସତ୍ୟର ଅନୁଭବାତ୍ମକ ଜ୍ଞାନ ସେମାନେ କେବେ ବି ପ୍ରାପ୍ତ କରିପାରନ୍ତି ନାହିଁ। ଅନେକ ମଧ୍ୟରୁ କେହି ଜଣେ ତାଙ୍କର ବାସ୍ତବ ସ୍ୱରୂପକୁ ଜାଣିପାରିଥାନ୍ତି। ଏହା କହିବା ପରେ ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ଦିବ୍ୟ ଶକ୍ତିର ଉଭୟ ମାଇକ ଏବଂ ଆଧ୍ୟାତ୍ମିକ ଦିଗ ସଂପର୍କରେ ବର୍ଣ୍ଣନା କରିବାକୁ ଯାଉଛନ୍ତି। ଶିକ୍ଷା ହଜାର ହଜାର ବ୍ୟକ୍ତିଙ୍କ ମଧ୍ୟରୁ କେହି କେହି ସିଦ୍ଧି ପ୍ରାପ୍ତ କରିବା ଦିଗରେ ପ୍ରୟାସ କରିଥାନ୍ତି ଏବଂ ଯେଉଁମାନେ ସିଦ୍ଧି ଲାଭ କରନ୍ତି ସେମାନଙ୍କ ମଧ୍ୟରୁ କେହି ଜଣେ ବିରଳ ମୋର ବାସ୍ତବ ସ୍ୱରୂପକୁ ଜାଣିଥାନ୍ତି। Among thousands of persons, hardly one strives for perfection, and among those who have achieved perfection, hardly one knows me in truth. Hare Krishna.